ଦେଖନ୍ତୁ ବିଜୁ ଜନତା ଦଳ ହେଉଛି ଯେମିତି ଆପଣମାନେ ସମସ୍ତେ ଜାଣିଥିବେ ଗୋଟେ ଆଲିବାବା 40 ଚୋର ଇଏ କାହାଣୀ ଆପଣମାନେ ସମସ୍ତେ ଜାଣିଥିବେ। ବିଜୁ ଜନତା ଦଳ ହେଉଛି 40 ଚୋରଙ୍କର ଦଳ। ତ ସେମାନେ ଇଚ୍ଛା ମିଥ୍ୟାର ସୌଦାଗର ପାଲଟିଛନ୍ତି। ଯେତେବେଳେ ବିଧାନସଭାରେ ତାଙ୍କର ସବୁ ଗୁମର ଜଣାପଡ଼ୁଛି, ସତ୍ୟ କଥା ଜଣାପଡ଼ୁଛି, ସେ ମିଛ କଥା ମାଧ୍ୟମରେ ଲୋକମାନଙ୍କୁ କେବଳ ଭ୍ରମିତ କରୁଛନ୍ତି। ସେ ଯେଉଁ ଅଭିଯୋଗ ଆଣିଛନ୍ତି ଯେ ଏଏମଏନଏସ୍ ଆନ୍ଧ୍ରପ୍ରଦେଶ ଚାଲିଗଲା, ଏଏମଏନଏସ୍ ତ କେବେ ବି କହିନି କି କେଉଁଠି କହିନି ଯେ ମୁଁ ଓଡ଼ିଶାରୁ ସ୍ଥାନାନ୍ତରିତ କଲି ଆନ୍ଧ୍ରପ୍ରଦେଶ ପାଇଁ। ଏଏମଏନଏସ୍ ଗୋଟେ ମଲ୍ଟିନେସନାଲ କମ୍ପାନୀ। ସେମାନେ କେବଳ ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବେ ତା ନୁହଁ ତ, ସେମାନେ ମଲ୍ଟିନେସନାଲ କମ୍ପାନୀ ଆମ ଭାରତବର୍ଷରେ ବିଭିନ୍ନ ସ୍ଥାନରେ କରିପାରନ୍ତି। ଭାରତ ବାହାରେ ମଧ୍ୟ ତାଙ୍କର ବି ମଧ୍ୟ ବଡ଼ ବଡ଼ ପ୍ରକଳ୍ପ ଅଛି। ତ ଯଦି ବି ଆନ୍ଧ୍ରପ୍ରଦେଶରେ କରୁଛି, ସ୍ଲରି ପାଇପଲାଇନ୍ କେଉଁଠୁ ନେଉଛି? ଛତିଶଗଡ଼ରୁ ନେଉଛି। ଛତିଶଗଡ଼ରୁ ଆଇରନ୍ ଓର୍ ନେଇକି ଆନ୍ଧ୍ରପ୍ରଦେଶରେ ଷ୍ଟିଲ୍ ପ୍ଲାଣ୍ଟ କରିବ। ଆମ ଓଡ଼ିଶାରୁ ତ ନେଉନି। ଓଡ଼ିଶାରେ ମଧ୍ୟ ତାର ଯେଉଁ ପ୍ରକଳ୍ପ ଅଛି, ଏବେ ଆପଣ ଯଦି ଦେଖିବେ ଯାଇ ପାରାଦୀପରେ ତାର ଆରାଣ୍ଡାର କଲୋନୀ ଖୁବ୍ ତୀବ୍ର ଗତିରେ ମଧ୍ୟ କାମ ଆରମ୍ଭ କରିଛି। ବାଉଣ୍ଡରୀ କାମ ଚାଲିଛି। ପାରାଦୀପରେ ତାର ପ୍ରତିଷ୍ଠା କରିବ। ଏବଂ ଯଦି କେନ୍ଦ୍ରାପଡ଼ା କଥା କହିବେ, ଇସି ପାଇଁ ଆମେ ଅପେକ୍ଷା କରୁଛୁ। ଇସି ଆସିଲେ ତାର କାମ ମଧ୍ୟ ଆଗକୁ ବଢ଼ିବ। ୱେଲସ୍ପନ୍ କଥା କହିଲେ, ୱେଲସ୍ପନ୍ କଥା ଆପଣ ଯାଆନ୍ତୁ ଦେଖିବେ, ୱେଲସ୍ପନ୍ ତାର କାମ ନିର୍ଦ୍ଧାରିତ ଭାବରେ ତା କାର୍ଯ୍ୟ ତାର ଆଗକୁ ବଢ଼ୁଛି, କାମ କରୁଅଛି। ଏବଂ ଯଦି ୱାରି ଏନର୍ଜି କଥା ଦେଖିବେ, ଆଜି ଯାଆନ୍ତୁ ୱାରି ଏନର୍ଜି ମଧ୍ୟ ତାହାର ସାଇଡ଼ରେ ତାର ଏରିଆ ଗ୍ରେଡେସନ୍ ପାଖରୁ ଆରମ୍ଭ କରି ବିଭିନ୍ନ କାମ ବି ତାର ଚାଲୁଅଛି। ଏବଂ ଜେଏସଡବ୍ଲ୍ୟୁ ଇଭି କଥା କହିଛନ୍ତି। ଜେଏସଡବ୍ଲ୍ୟୁ ଇଭି ତାର ଟେକ୍ନିକାଲ ଟାଇଅପ୍ ଏପର୍ଯ୍ୟନ୍ତ ଯେହେତୁ ହୋଇପାରି ନାହିଁ, ତ ଆମେ ତାକୁ ତା ଉପରେ ମଧ୍ୟ ତର୍ଜମା କରୁଛୁ। ତା ଟେକ୍ନିକାଲ ଟାଇଅପ୍ ହେଲେ ତାକୁ ଆଗକୁ ବଢ଼େଇବୁ। ଏବଂ ଏସ୍ଆର୍ଏମ୍ ଆଣ୍ଡ ଏନ୍ଆର୍ଏମ୍ ଇଏ କମ୍ପାନୀ ଯାହାର କୌଣସି ଟେକ୍ନିକାଲ ଏକ୍ସପର୍ଟାଇଜ୍ ନଥିଲା ସେ କମ୍ପାନୀର, ତ ସେଥିପାଇଁ ଆମେ ତା ସହିତ ଆଗକୁ ବଢ଼ିନଥିଲୁ। ତ ଇଏ ଗୋଟେ ମିଥ୍ୟାର ସୌଦାଗର ଭଳି ଲୋକମାନଙ୍କୁ ମିଛ କହିକି, ମିଥ୍ୟା କଥା କହିକି ଭ୍ରମିତ କରୁଛନ୍ତି। ଯେମିତି ବିଧାନସଭାରେ କହିଲେ ଯେ ଆମେ ମଡେଲ ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକ୍ଚର ତିଆରି କରୁଥିଲୁ। ତାଙ୍କର ଲାଷ୍ଟ 10 ବର୍ଷ ଆପଣମାନେ ଦେଖନ୍ତୁ, ଲାଷ୍ଟ 10 ବର୍ଷରେ 3,20,000 କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ ଇନାଗୁରେସନ୍ କରିଛନ୍ତି, ଯାହାର ବାର୍ଷିକ ହାର ଆପଣ ଦେଖିବେ 32,000 କୋଟି ଟଙ୍କା ପାଖାପାଖି ପଡ଼ୁଛି। ଯଦି ଆମର ଦେଖିବେ, ଆମର ଏଇ 2 ବର୍ଷ ହେଇନି, ତା ଭିତରେ ବି ଆମର ବାର୍ଷିକ ହାର 1,45,000 କୋଟି ଟଙ୍କା ପାଖାପାଖି ଆମର ପଡ଼ୁଛି ଗ୍ରାଉଣ୍ଡ ବ୍ରେକିଂ ଇନାଗୁରେସନ୍, ଯେଉଁଟାକି ତାଙ୍କଠାରୁ 4 ଗୁଣାରୁ ଅଧିକ, ପାଖାପାଖି 5 ଗୁଣା ପାଖାପାଖି ଆମେ ଅଧିକ ଗ୍ରାଉଣ୍ଡ ବ୍ରେକିଂ ଇନାଗୁରେସନ୍ କରୁଛୁ। ଏଇଭଳି ମିଥ୍ୟା କଥା ଦେଇକି ଲୋକମାନଙ୍କୁ ଭ୍ରମିତ ନ କରନ୍ତୁ, କାରଣ ତାଙ୍କ ସମୟରେ ସେ ଏମିତି ମିଥ୍ୟା ଗପ ଗପି ସୁନେଲି ସ୍ୱପ୍ନ ଦେଖେଇକି ସେ ଯେଉଁ 25 ବର୍ଷ ସାରିଦେଲେ, ସେ ଏବେ ସେୟାକୁ ଭାବୁଛନ୍ତି ଯେ ଏମିତି ବିରୋଧୀ ଦଳରେ ବି ଏହି ପ୍ରକାର କରିବେ। କିନ୍ତୁ ଯେଉଁଟା ବାସ୍ତବ ମୁଁ ଆପଣମାନଙ୍କ ସାମ୍ନାରେ ରଖିଲି, ଓଡ଼ିଶାରେ ଯେଉଁମାନେ ଆମ ସହିତ ସେ ଯାହା ଯେଉଁ କମ୍ପାନୀ କଥା କହିଲେ, ସେମାନେ ତାଙ୍କର କାର୍ଯ୍ୟ ଆରମ୍ଭ କରୁଛନ୍ତି। ବିଭିନ୍ନ ଉପାୟରେ ବିଭିନ୍ନ ଷ୍ଟେଜରେ ବର୍ତ୍ତମାନ ସ୍ଥିତିରେ ଅଛି। ଆଇଟି ହବ୍ ର କଥା କହୁଛନ୍ତି ଯେ ପାରାଦୀପରେ ଆଇଟି ହବ୍ ଲାଗି କେତେ ପ୍ରସ୍ତାବିତ ଥିଲା? ଦେଖନ୍ତୁ, ଆଇଟି ହବ୍ ଓଡ଼ିଶାରେ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି। ଦେଖିବେ ଆଇଟି ସେମିକଣ୍ଡକ୍ଟର ଇଏ କ୍ଷେତ୍ରରେ ଆମେ ଆଗକୁ ବଢ଼ୁଛେ। ଏବେ 6M ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଆମର ଗ୍ରାଉଣ୍ଡ ବ୍ରେକିଂ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି। 3D ଗ୍ଲାସ୍ ସଲ୍ୟୁସନ୍ ଏବଂ ଆହୁରି ମଧ୍ୟ 2ଟି ମଧ୍ୟ ଏମ୍ଓୟୁ ମଧ୍ୟ ହେଇଛି। ତ ସେ କ୍ଷେତ୍ରରେ ନିଶ୍ଚିତ ଭାବରେ ଆମ ରାଜ୍ୟରେ କିଭଳି ଭାବରେ ଆଇଟି କ୍ଷେତ୍ରରେ ଅଧିକ ଇନଭେଷ୍ଟମେଣ୍ଟ ଆସିବ, ତ ଗୁରୁତ୍ୱ ମଧ୍ୟ ଦିଆଯାଉଛି। ଆନ୍ଧ୍ରରେ ଏଏମଏସ୍ ପ୍ଲାଣ୍ଟ କରିବ, ଯାହା କୁହାଗଲା ଚନ୍ଦ୍ରବାବୁ ନାଇଡୁ କଲେ, ଯେଉଁ ଓଡ଼ିଶା ଉପରେ ପ୍ରଭାବ କିଛି ପଡ଼ିବ କି ନା, ଓଡ଼ିଶାର ମାଇନିଂ ଉପରେ କି ଉପରେ? ଦେଖନ୍ତୁ, ମୁଁ ତ ଆପଣମାନଙ୍କୁ କ୍ଲିଅର କଲି ଯେ ଆନ୍ଧ୍ରପ୍ରଦେଶରେ ଯେଉଁ ଷ୍ଟିଲ୍ ପ୍ଲାଣ୍ଟ ହେଉଛି, ଛତିଶଗଡ଼ରୁ ସ୍ଲରି ପାଇପଲାଇନ୍, ଆଇରନ୍ ଓର୍ ସ୍ଲରି ପାଇପଲାଇନ୍ ଯାଉଛି। ଛତିଶଗଡ଼ର ଓର୍କୁ ଆଇରନ୍ ଓର୍କୁ ୟୁଜ୍ କରିବେ। ଏବଂ ଆମ ରାଜ୍ୟରେ ଏଏମଏନଏସ୍ ପ୍ରତିଷ୍ଠା ହେବ। ଏବଂ ଏବେ ବି ମଧ୍ୟ ମାଇନିଂରେ ମଧ୍ୟ ସେ ଅକ୍ସନରେ ମଧ୍ୟ ପାର୍ଟିସିପେଟ୍ କରିଛନ୍ତି। ଆମ ରାଜ୍ୟରେ ଯେଉଁ ମାଇନିଂ ସେମାନେ ଏକ୍ସଟ୍ରାକ୍ଟ କରିବେ, ଆମ ରାଜ୍ୟରେ ହିଁ ତାର ପ୍ରୋସେସିଂ ପ୍ଲାଣ୍ଟ ବି ଆମ ରାଜ୍ୟରେ ହେବ। ତ ନିଶ୍ଚିତ ଭାବରେ ଆମ ରାଜ୍ୟରେ ଏଏମଏନଏସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା, ତାର ମଧ୍ୟ କାର୍ଯ୍ୟ ମଧ୍ୟ ଚାଲୁଅଛି। କାହିଁକି ଏମିତି ବିଜେଡି ମଝିରେ ମଝିରେ ବିଳଉଛି? ବିଜେପି ମୁଁ କହିଲି ନା, ବିଜୁ ଜନତା ଦଳ ହେଉଛି ଯେଉଁ ଆଲିବାବା 40 ଚୋର ଯେଉଁ କାହାଣୀର, ସିଏ ହେଉଛନ୍ତି 40 ଚୋରଙ୍କର ଦଳ। ତ ସେ ଏମିତି ମିଥ୍ୟା କଥା କହିକି ଲୋକମାନଙ୍କୁ ହିଁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି, ମିଥ୍ୟାର ସୌଦାଗର ସାଜିକି। ପୂର୍ବ ଭାରତର ବିକାଶ ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ।
ଏବଂ ଓଡ଼ିଶାର ମଧ୍ୟ ବିକାଶ ହେବ କେତେ ଶିଳ୍ପ ଆସିବ ଏବଂ କେମିତି ନିଯୁକ୍ତି ପାଇବେ ଯୁବକମାନେ ବେକାରୀ ସମସ୍ୟା ରାଜ୍ୟରେ ଦେଖନ୍ତୁ ପଡ଼ୁଛି। ପୂର୍ବୋଦୟର ମିଶନ ଯେଉଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ମିଶନକୁ ବାସ୍ତବତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର ଦେବା ପାଇଁ ସଂକଳ୍ପବଦ୍ଧ। ଯଦି ଦେଖିବେ ଆମର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯେଉଁଭଳି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଆସିଲା 16,73,000 କୋଟି, ତାପରେ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ରୋଡ୍ ଶୋ କରିବା ହେଉ କିମ୍ବା 1-to-1 ମିଟ୍ କରିବା ବିଭିନ୍ନ ଇଣ୍ଡଷ୍ଟ୍ରିଆଲଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ହେଉ, ଏବଂ ତାପରେ ଆମେ ଦେଖିବେ 8 ଲକ୍ଷ କୋଟି ଟଙ୍କାରୁ ଅଧିକ ଶିଳ୍ପକୁ ଆମେ ଅନୁମୋଦନ ଦେଇଛୁ। ଆଜି CMI ରିପୋର୍ଟ ଯଦି ଦେଖିବେ ଓଡ଼ିଶା ଆଜି ଦ୍ୱିତୀୟ ସ୍ଥାନରେ ଅଛି, ଏବଂ ତା ସହିତ ଏଇ 20-21 ମାସ ଭିତରେ ଆମେ ବି ମଧ୍ୟ 2,43,000 କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ ଇନାଗୁରେସନ୍ କରିସାରିଛୁ। ଆଉ 2 ବର୍ଷ ପୁରିବାକୁ ଆଉ ଯେତିକି ସମୟ ଅଛି ତା ଭିତରେ ବି ମଧ୍ୟ ଆହୁରି ଗୁଡ଼ିଏ ପ୍ରୋଜେକ୍ଟର ଗ୍ରାଉଣ୍ଡ ବ୍ରେକିଂ ଇନାଗୁରେସନ୍ ହେବ। ପୂର୍ବୋଦୟ ମିଶନର ବାସ୍ତବତା ଦେବା ପାଇଁ ଆମେ ପୁରା ସଂକଳ୍ପବଦ୍ଧ, ଏବଂ କେବଳ ସେତିକି ନୁହଁ, ପୂର୍ବ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବା ପାଇଁ ମଧ୍ୟ ଓଡ଼ିଶା କିଭଳି ଭାବରେ ହେବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର କାମ କରୁଛି। ଗୋଟେ ଶେଷ ପ୍ରଶ୍ନ ରହିବ, ଯେଉଁମାନଙ୍କୁ ଶିଳ୍ପ କରିବେ ବୋଲି ଇଟ୍କୋ ଜମି ଦେଇଥିଲା ଏବଂ ଗୋଟେ ନୋଟିସ୍ ବାର୍ତ୍ତା ଯେଉଁମାନେ ଶିଳ୍ପ କରିନାହାନ୍ତି ସେମାନଙ୍କର ଜମି ଫେରସ୍ତ କରାଯିବ ଏବଂ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ମିଳିବ, ସେ ଦିଗରେ ସାର୍ କ'ଣ ପଦକ୍ଷେପ? ଦେଖନ୍ତୁ, ଜମି ଯାହାକୁ ଦିଆହେଇଛି ଯେଉଁମାନେ ସେଠି ଶିଳ୍ପ ପ୍ରତିଷ୍ଠା ନ କରିଛନ୍ତି ସେଇ ହିସାବରେ ତାଙ୍କୁ ସୋକସ୍ ନୋଟିସ୍ ଦିଆଯାଉଛି। ତାଙ୍କୁ ମଧ୍ୟ ସେ ଜାଗା ଫେରାଇ ଆଣିକି ଅନ୍ୟ ଶିଳ୍ପ ସଂସ୍ଥାକୁ ଦିଆଯାଉଛି। ଉଦାହରଣ ସ୍ୱରୂପ ଯେମିତି ଆମର ପୋସ୍କୋ ନେଇଥିଲା ଜମି କଲାନି, ସେଠି JSWକୁ ଦିଆଗଲା। ଏମିତି ଅନେକ ଉଦାହରଣ ଅଛି ଯେଉଁଠି ଯେଉଁଠି ଜମି ଶିଳ୍ପ ସଂସ୍ଥା ନେଇଛନ୍ତି ନ କରୁଛନ୍ତି, ପରବର୍ତ୍ତୀ ସମୟରେ ଅନ୍ୟ କମ୍ପାନୀକି ଦିଆଯାଇ ସେଠି ଶିଳ୍ପ ପ୍ରତିଷ୍ଠା ହେଉଛି। ଧନ୍ୟବାଦ।